ହ୍ୟାଲୋ ଅଜା। ଅଜା କ'ଣ କହୁଛୁ? ତୁ ତ ପାକୁଆ ପାଟି ହେଇଗଲୁଣି। ଚଷମା ତ ଦେଖାଯାଉଛି କି ନାହିଁ କେଜାଣି। ଆଖି ଅପରେସନ୍ ହେଇଛି ବୋଧେ। ହଁ ତ ଆଉ ବାଡ଼ି ଖଣ୍ଡିଏ ଧରିଛୁ। ଆଲୋ ଅଜା ହାଟକୁ ଯିବା ବା, ଟିକେ ଶୁଖୁଆ ଆଣିବା। ଆଉ ଶୁଖୁଆ ଆଣିକି ଟିକେ ଭାଗ କରିକି ବାଇଗଣ ପୋଡ଼ା ସାଙ୍ଗେ ଖାଇବା, ଜାଣିଲୁ ଅଜା। ଆଉ ଅଜା ତ ପଇସା ପାଉଛୁ ଆଉ 3,000 ଟଙ୍କା ମୋ ଅଜା ପାଇଲାଣି ଭତ୍ତାଲୁ ବାପା। ଏବେ ମୋ ଅଜା ତ ପୁରା ହେଇଥି ଯୋଗୁ ମୋ ଅଜା ଦାନ୍ତ ଲଗେଇବାକୁ ଚାଲିଲାଣି କ'ଣ ମେଡିକାଲକୁ ଆଉ। ହଁ ଏଇଠୁ ମୋ ଅଜା ଯାହା ହାଟକୁ ଗଲେ କିନ୍ତୁ ମଜା ଲାଗନ୍ତା। ଖର୍ଚ୍ଚ କ'ଣ ମୁଁ ଦିଟା ମାଲୁପୁଆ ଖାଆନ୍ତି। ମାଲୁପୁଆ ଖାଇକିରି ହାଟକୁ ଆସନ୍ତେ। ଆଳୁ ବାଇଗଣ ସାରୁ ଆଣିକି ଦଅନ୍ତେ ଆଇକି, ତାପରେ ମଜାରେ ଖାଆନ୍ତେ। ନା ଅଜା କ'ଣ କହୁଛି? ଅଜାକୁ ଏଇ କଥା ମୁଁ କହୁଛି, ଅଜା ଚାଲେ ହାଟକୁ ଯିବା, ନିହାତି ଯିବା, ବୁଲିକିରି ଆସିବା। ଆଇକିରି ପାଟିରୁ ପାଣି ଫାଣି ପିଇ ଘରକୁ ଧରିକି ବେକ ଧରିକି ଦୌଡ଼ିବା। ଆରେ ନାତିଆ, ତୁ ସିନା କହିଦଉଛୁ ମୋତେ ପୁରା 60 ବର୍ଷ ହେଲାଣି, ତେଣୁ ମୁଁ ଆଉ ତୋ ସାଙ୍ଗରେ ଦୌଡ଼ି ପାରିବି କହୁନୁ? ଆରେ ଧୀରେ ସୁସ୍ଥେ କାମ କଲେ ପ୍ରମାଦ ନ ପଡ଼େଇବନି। ତୁ ଯେମିତି ହଉଛୁ ନା, ଖାଲି ତ କନ ଏମିତି ଜମା ହଅନା। ମୁଁ ଯେମିତି କହୁଛି ସେମିତି ଚାଲ। ମାଲୁପୁଆ ଖାଇବୁ କହିଲୁ, ମାଲୁପୁଆ ତତେ ଆଣିକି ଦେବି 2-3ଟା, କିଛି ଅସୁବିଧା ନାହିଁ। ଯାହା ଖର୍ଚ୍ଚ କରିବୁ ଦେବି, ବୁଝିଲୁ। କିନ୍ତୁ ତୁ ବାଗେରେ ସାଗେରେ ଚାଲେ। ତୁ ଏମିତି ଦୌଡୁଛୁ, ମୋ ବୁଢା ମଣିଷଟା କେମିତି ଚାଲିବି କହିଲୁ? ମୁଁ ତ ଠେଙ୍ଗାଟା ଧରିଛି, କେମିତି ଚାଲିବି? ତେଣୁ ତୁ ଆସ୍ତେ ଆସ୍ତେ ଚାଲେ, ନହେଲେ ମୋ ହାତ ଧରିକି ପଛିଆ ନବୁ। ଆଉ ତୁ ତ ଖାଲି ଢାପୁ ଚାଲୁଛୁ। ମୁଁ ତ ତୋ ସାଙ୍ଗରେ ଚାଲିପାରୁନି, କ'ଣ କରିବି କହତି? ଚାଲ ହାଟକୁ ଯିବା, ହାଟରୁ ଯାଇକିରି ଶୁଖୁଆ କିଣିବା, ଶୁଖୁଆ କିଣି ତାପରେ ତୁ ବାଇଗଣ କିଣିବା, ବାଇଗଣ କିଣିକି ଆଈ ପାଖକୁ ଯିବା, ଆଈକି ଆଜି ଦବା। ରାତିକି ଗୋଟେ ଶୁଖୁଆ ଭଜା ଆଉ ଗରମ ଭାତକୁ ଡାଲି ଖାଇବା, ବୁଝିଲୁ।